ଦର୍ଶକ ବନ୍ଧୁ, ମୁଁ ପୂର୍ବ ଭିଡ଼ିଓରେ ଚାରି ଜାତିର ପୁରୁଷ ଏବଂ ଚାରି ଜାତିର ରମଣୀଙ୍କ ବିଷୟରେ କହିଥିଲି। କେଉଁ ପୁରୁଷ ସହିତ କେଉଁ ନାରୀ ବିବାହ କଲେ ଦାମ୍ପତ୍ୟ ଜୀବନ ସୁଖ ହୁଏ ତାହା ମୁଁ କହିବାକୁ ଯାଉଛି। ମନ ଦେଇକି ଶୁଣନ୍ତୁ। ପଦ୍ମିନୀ ରମଣୀ ଶଶକ ଜାତୀୟ ପାଇଁ ଉପଯୁକ୍ତ। ଚିତ୍ରିଣୀ ରମଣୀ ମୃଗ ଜାତୀୟ ପୁରୁଷ ପାଇଁ ଉପଯୁକ୍ତ। ଶଙ୍ଖିନୀ ରମଣୀ ବୃଷ ଜାତୀୟ ପୁରୁଷ ପାଇଁ ଉପଯୁକ୍ତ ଏବଂ ଅଶ୍ଵ ଜାତୀୟ ପୁରୁଷ ହସ୍ତିନୀ ନାରୀ ବିବାହ କଲେ ସନ୍ତୁଷ୍ଟି ଲାଭ କରନ୍ତି ଏବଂ ସୁଖ ଜୀବନଯାପନ କରନ୍ତି। ପଦ୍ମଗନ୍ଧଯୁକ୍ତ ପଦ୍ମିନୀ ରମଣୀ ଯିଏକି ସର୍ବଶ୍ରେଷ୍ଠ ବୋଲି କଥିତ ଅଛି, ସେହି ରମଣୀ ଶଶକ ଜାତୀୟ ପୁରୁଷକୁ ବିବାହ କଲେ ସୁଖରେ କାଳାତିପାତ କରନ୍ତି। ଯଦି ଶଶକ ଜାତୀୟ ପୁରୁଷ ସହିତ ପଦ୍ମିନୀ ରମଣୀର ମିଳନ ହୁଏ ତାହେଲେ ଲକ୍ଷ୍ମୀ ନାରାୟଣ ପରି ଶୋଭା ପାଆନ୍ତି। ଚିତ୍ତ ସୁନ୍ଦରୀ ଅର୍ଥାତ୍ ମନହାରିଣୀ ଚିତ୍ତହାରିଣୀ ଚିତ୍ରିଣୀ ରମଣୀ ଦ୍ୱିତୀୟ ରମଣୀ ଅଟେ। ଏହି ରମଣୀ ମୃଗ ଜାତୀୟ ପୁରୁଷକୁ ବିବାହ କଲେ ସୁଖୀ ହୁଅନ୍ତି। ଏହି ଉଭୟଙ୍କର ଯଦି ମିଳନ ହୁଏ ତେବେ ସେମାନେ ରତି କାମଦେବ ପରି ଶୋଭା ପାଆନ୍ତି। ଶଙ୍ଖିନୀ ନାରୀ ଯଦି ବୃଷ ଜାତୀୟ ପୁରୁଷକୁ ବିବାହ କରେ ତାହେଲେ ସୁଖରେ କାଳାତିପାତ କରନ୍ତି। ଚତୁର୍ଥ ନାରୀ ହେଉଛି ହସ୍ତିନୀ ନାରୀ। ଏହି ନାରୀ ଯଦି ଅଶ୍ଵ ଜାତୀୟ ପୁରୁଷକୁ ବିବାହ କରେ ତାହେଲେ ସୁଖରେ କାଳାତିପାତ କରେ। ଦର୍ଶକ ବନ୍ଧୁ, ଏହି ଟିପ୍ସଟି କିପରି ଲାଗିଲା ଲାଇକ୍ କରିବେ ଏବଂ କମେଣ୍ଟ କରି ଜଣାଇବେ। ଭୁଲ ଥିଲେ ସଂଶୋଧନ କରିବେ। ରହୁଛି। ଜୟ ଜଗନ୍ନାଥ।